आज देखिबा आमे ବିରିରେ କେମିତି ଗୋଟେ ଡାଲି ଗୋଟା ଆଉ ଚା ଛୁଆନ୍ତରା ସଫା କରିପାରିବା ବା ପରିଷ୍କାର ଭାବରେ ଆମ ହାତକୁ ମଧ୍ୟ ଓଦା ନ କରି ସେଇ ବିଷୟରେ ଜାଣିବା ପାଇଁ ସମ୍ପୂର୍ଣ୍ଣ ଭିଡ଼ିଓକୁ ଦେଖନ୍ତୁ ଜାଣିପାରିବେ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କମେଣ୍ଟ ସେୟାର and ସବସ୍କ୍ରାଇବ କରିବେ। ପାଖରେ ଥିବା ବେଲ୍ ଆଇକନ୍ ସାଙ୍ଗେ ଫେସବୁକ୍ ଥିଲେ ଫଲୋ କରିଦେବେ। ଏବେ ଦେଖନ୍ତୁ ଆମେ ତ କଳା ବିରି ନେଇଯାଇଛି, ମୁଁ ପୁଣି ବଡ଼ି ପକେଇବା ପାଇଁ ନେଇଛି। ଏ କଳା ବିରିକୁ ଦେଖନ୍ତୁ କେତେ ସୁନ୍ଦର ସଫା କରିବା। କିନ୍ତୁ ତାପରେ ଦେଖନ୍ତୁ ବିରିକି ଭଲ ଭିଜେଇ ଦବା। ଏମିତିକି 3-4 ଘଣ୍ଟା ଭଳିଆ ଭିଜେଇ ଦେବେ। ମୁଁ ଏବେ ଦେଖନ୍ତୁ ଦିନ 11ଟା ବାଜିଥିଲା, ତାକୁ ମୁଁ ଛାତ ଉପରେ ଭିଜେଇଛି। ଭାବୁଛି ଯଦି ଭଲ ଲାଗିବ। ନମସ୍କାର, ଜୟ ଜଗନ୍ନାଥ, ଜୟ ମା ଗାୟତ୍ରୀ ମାନସ। ଆପଣଙ୍କୁ ସବୁକିଛି ରୋଷେଇ ଅନୁସାରେ ଆସନ୍ତୁ ସମ୍ପୂର୍ଣ୍ଣ ଷ୍ଟାର୍ଟ କରିଦବା। ଏବେ ଦେଖନ୍ତୁ ଅଲରେଡି ମୋ ପାଇଁ 3-4 ଘଣ୍ଟା ହେଇସାରିଲାଣି, ଦିନ 3ଟା ବାଜି ସାରିଲାଣି। ଏବେ ମୁଁ ଆସିଲି ବିରିରୁ ଚୋପା ଛଡେଇବା ପାଇଁ। ଦେଖନ୍ତୁ କେତେ ସହଜରେ ଆମେ ଚୋପା ଛଡେଇବା। ଦେଖନ୍ତୁ ଆପଣ ଦେଖିଲେ ମୁଁ ଗୋଟେ ଡାଲି ଗୋଟେ ସାହାଯ୍ୟରେ ଘୁଟୁଛି। ଯେହେତୁ ଜାଗା ଟିକେ ଛୋଟ ଥିଲା, 5 ମାଣ ବିରି ଫୁଲିଗଲା ପରେ ଟିକେ ଅଧିକ ହେଇଯିବ, ତେଣୁ ଗୋଟେ ବଡ ଜାଗାକୁ ନେଇଗଲି। ତାକୁ ଏମିତି ଦେଖନ୍ତୁ ହାତ କିଛି ଓଦା ହେଇନି, କିଛି ନାହିଁ, ସମ୍ପୂର୍ଣ୍ଣ ଡାଲି ଗୋଟେ ଜାଗାରେ ଘୋଟି ଦଉଛି। ଏମିତି ସମ୍ପୂର୍ଣ୍ଣ ଘୋଟି ଦେଲେ ସମ୍ପୂର୍ଣ୍ଣ ଚୋପାଟିକୁ ବାହାରିଯିବ, ଯାହା ଫଳରେ ଆମକୁ ଧୋଇବା ପାଇଁ ବହୁତ ସୁବିଧା ହବ। ଏବେ ଦେଖନ୍ତୁ କେମିତି ଘୋଟି ଦେବେ। ତାପରେ ଏମିତି ଗୋଟେ ଛଣ କିଛି ନେଇଯିବେ, ତସଲା ଗୋଟେ ନେଇଯିବେ। ଯାହା ସବୁ ଚୋପା ବାହାରିବ ସେ ଚୋପାକୁ ସବୁ କାଢିଦେବେ। ଯଦି ବିରି ପଳେଇଥାଏ ତାହେଲେ ଆଉ ଗୋଟେ ଜାଗାକୁ ରଖିଦେବେ, ଯାହା ଦ୍ୱାରା ଆପଣ ପଛରେ ଆଉ ଧୋଇପାରିବେ। ଯେ କିଛି ପିଠା ବି କିଛି କରିକିନା ଖାଇପାରିବେ। ଆପଣ ଦେଖିକି ଜାଣିପାରିଲେ କେତେ ସୁନ୍ଦର ସହଜ ଉପାୟ। ଦେଖନ୍ତୁ ଆମ ହାତ ଓଦା ହବାର ନାହିଁ, କିଛି ନାହିଁ। ପ୍ରାୟତଃ ଆପଣ ବିରି ଧୋଇଲେ ବି ଥଣ୍ଡା ବି ସମୟ ହେଇଥାଏ। ଦେଖନ୍ତୁ ଆମ ହାତ ଓଦା ହବାର ନାହିଁ, କିଛି ମାତ୍ର ଗୋଟେ ଡାଲା ଗୋଟେ ସାହାଯ୍ୟରେ ବିରିଟା ଘୋଟି ଦେବେ। ଘୋଟି ଦେଇ ସାରିଲା ପରେ ଟିକେ ପାଣି ଦେଇଦେବେ। ସେଥିରେ ପାଣି ଦେଲା ପରେ ଦେଖନ୍ତୁ ପାଣି ଦେଲେ ଅଳ୍ପ ଜିନିଷ ହେଇଥିଲା ନା, ତେଣୁକରି ମୁଁ ପାଣି ଦେଇନଥିଲି, ତେଣୁକରି ଅଧିକ ଟିକେ ପାଣି ଦେଇଦେଲି। ପାଣି ଦେବା ଦ୍ୱାରା ଆମର ଚୋପାଟା ଦେଖନ୍ତୁ ଗୋଟେ ଚା ଛଣା ବା ଷ୍ଟ୍ରେନର ସାହାଯ୍ୟରେ ବାହାରିଯିବ। ଦେଖନ୍ତୁ ମୁଁ କେତେ ସୁନ୍ଦର ଭାବରେ ବାହାର କରୁଛି। ଦେଖନ୍ତୁ ଆମ ହାତ ବି ଓଦା ହବାର ନାହିଁ, କିଛି ନାହିଁ। ଆମେ ଆରାମସେ ଦେଖନ୍ତୁ ଚୋପା ଏମିତି ଆକାରରେ ସବୁତିକ ଚୋପା କାଢିଦବା। ସମ୍ପୂର୍ଣ୍ଣ ପୁରାପୁରି 80 ଭାଗ ଚୋପା ଗଲା ପରେ ଆମେ ଏଇ ପାଣିକୁ ଚେଞ୍ଜ କରିଦବା। ଚେଞ୍ଜ କରିଦେଲା ପରେ ହାତ ଲଗେଇକି ଧୋଇପାରିବା। କିନ୍ତୁ 80 ଭାଗ ପର୍ଯ୍ୟନ୍ତ ଆମକୁ ହାତ ଓଦା ହବାର ନାହିଁ, କିଛି ନାହିଁ। ତା ମାନେ ନୁହେଁ ଆମେ ସମ୍ପୂର୍ଣ୍ଣ ଓଦା ହବାନି। ଓଦା ନହେଲେ କୌଣସି ଜିନିଷ କେମିତି ହବ? ନିହାତି ଭାବେ ହବ। ସବୁ କାମ ଦେଖନ୍ତୁ ପ୍ରଥମେ ଆମକୁ 80 ଭାଗ କାମ ବିନା ହାତରେ କରିବାକୁ ଅଛି। ମାନେ ଆମ ହାତ କିଛି ନାହିଁ, ଓଦା ନ ହେଇକିନି କାମଟି ଆରାମସେ ସୁରୁଖୁରୁରେ ହେଇଯିବ। କେତେ ସହଜ ଉପାୟ। ଆଶା କରୁଛି ଯଦି ଭଲ ଲାଗିବ। ଯଦି ଭଲ ଲାଗେ ତାହେଲେ ଲାଇକ୍ କମେଣ୍ଟ ସବସ୍କ୍ରାଇବ କରିବେ। ପାଖରେ ଥିବା ବେଲ୍ ଆଇକନ୍ ସାଙ୍ଗେ ଫେସବୁକ୍ ପେଜ ଫଲୋ କରିଦେବେ। ଆଉ ଭିଡ଼ିଓଟି ଆପଣଙ୍କୁ କଣ କେମିତି ଲାଗିଲା, ଆପଣ କେଉଁଠୁ ନେବେ କମେଣ୍ଟରେ କହିବେ। ଏବେ ଦେଖନ୍ତୁ ମୋର ସେ କାମ ସରିଗଲା। ଏବେ ମୁଁ କଣ କରିବି ନା, ତାପରେ ଦେଖନ୍ତୁ ମୁଁ ଆପଣଙ୍କୁ ଏବେ ଦେଖେଇ ଦଉଛି ଯେ ଗୋଟେ ପିମ୍ପଲ ବାହାରେ। ୟାକୁ ମୁଁ ଅଲରେଡି ଆପଣଙ୍କୁ ଲାଇଭ୍ କରିକି ମଧ୍ୟ ୟୁଟ୍ୟୁବ ମାଧ୍ୟମରେ ଦେଖେଇ ଦେଇଛି, ଆପଣ ଦେଖି ଜାଣିପାରୁଥିବେ। ଏବେ ଦେଖନ୍ତୁ ମୁଁ ସବୁ ଚୋପାକୁ ଫେଣକୁ କାଢି ଦେଇଛି। ସମ୍ପୂର୍ଣ୍ଣ ପାଣି ଏବେ ମାନେ ଯୋଉ ଆମର ମୁଖ୍ୟ ପାଣିଟା ଥାଏ ବିରିର, ସେ ମୁଖ୍ୟ ପାଣି କାଢିଦେଲେ ତାପରେ ପୁଣି ଆମେ ବାଲ୍ଟିଏ ପାଣି ଦେଇକି, ଯେହେତୁ ଅଧିକ ବିରି ଅଛି ତେଣୁକରି ଅଧିକ ଟିକେ ପାଣି ଦେବାକୁ ପଡିବ, ଦେଇକି ପୁରା ଧୋଇଦେବେ। ଦେଖନ୍ତୁ ଆପଣ ଦେଖି ଜାଣିପାରୁଥିବେ ପୁରା 80-90 ଭାଗ ବିରି ମୋର ଧୋଇ ଦେଇଛି। ତାପରେ କଣ କରୁଛି ମୁଁ ନା ଆଉ ଥରେ ପୁଣି ପାଣି ଦେଇକି, ଏଠି ମୁଁ କ୍ୟାମେରାଟା ଷ୍ଟାଣ୍ଡ ଉପରେ ରଖିଦେଇଛି ଯେହେତୁ ମତେ ଟିକେ ଏପଟ ସେପଟ ନିହାତି ପଡୁଛି। ଦେଖନ୍ତୁ ସେ ପାଣିଟା ସବୁ ଢାଳି ଦେଇ ସାରିଲିଣି। ତାପରେ ଆଉ ମୁନ୍ଦେ ପାଣି ଦେଇକି ତାକୁ ପୁଣି କଣ କରିବ ନା ଆପଣଙ୍କୁ ଦେଖେଇ ଦଉଛି। ଦେଖନ୍ତୁ ମୁଁ ତ ହାତ ବି ଲଗେଇନି, କିଛି ନାହିଁ। ମୁଁ ସମ୍ପୂର୍ଣ୍ଣ ଆପଣଙ୍କୁ ଦେଖଉଛି। ବୁଝିପାରୁଥିବେ। ଯଦି କଣ ନ ବୁଝି ପାଇଲେ କମେଣ୍ଟରେ କହିବେ। ଆପଣ କେଉଁ ଏରିଆରୁ ଦେଖୁଛନ୍ତି ନିହାତି କମେଣ୍ଟରେ କହିଲେ ଆପଣ ମାନେ ସକ୍ସେସ୍ ହେଇପାରୁଛନ୍ତି ନା ନାହିଁ କହିବେ। ଥରେ ଏ ପ୍ରୋସେସ ଅବଲମ୍ବନ କରନ୍ତୁ। ଯଦି ସକ୍ସେସ୍ ହେଲେ ନିହାତି ଯାଇକି ମୋ ଚ୍ୟାନେଲରେ କମେଣ୍ଟ ମାଧ୍ୟମରେ କହିଦିଅନ୍ତୁ। ଏବେ ଦେଖନ୍ତୁ ଯାହା ଏକ୍ସଟ୍ରା ଚୋପା ଥିଲା ମୁଁ ତାକୁ କାଢିଦେଲି ଗୋଟେ ତସଲାକୁ। ଏଇ ଯୋଉ ଚୋପାଟା ବାହାରିଲା ବିରିଟା ମୁଁ ତାକୁ ଟିକେ ଚାଉଳ ଭିଜେଇ ଦେଲି, ପିଠା କରିକିନା ଆମେ ଖାଇଦବୁ ମଧ୍ୟ। ଦେଖନ୍ତୁ କେତେ ସହଜରେ ଆମେ ବିରିରୁ ଚୋପା ଛଡେଇ ପାରିଲେ। ଆପଣ ମଧ୍ୟ ବହୁତ ଉପକୃତ ହେଇପାରିବେ ଏଇ ଭିଡିଓ ମାଧ୍ୟମରେ ମୁଁ ଭାବୁଛି। ଏବେ ଦେଖନ୍ତୁ ଏବେ ହାତ ଲାଗିଲା 90 ଭାଗ ହେଇସାରିଲା ପରେ ମୋ ଏବେ ହାତ ଲାଗିଲା। ତାପରେ ଭଲ ଭାବେ ପରିଷ୍କାର ଧୋଇଦେବେ। 3-4 ଧୋଇ ଦେଲା ପରେ ବିରି ଆମର ସୁନ୍ଦର ସଫା ହେଇଯିବ। ଆଉ ବଡି ପକେଇବା ପାଇଁ ବହୁତ ବଢିଆ ହବ। ଆପଣ ବରା କରନ୍ତୁ, ପିଠା କରନ୍ତୁ, ବଡି କରନ୍ତୁ, ଯାହା ବି କରନ୍ତୁ। ବର୍ତ୍ତମାନ ଶୀତ ସିଜିନ ଚାଲିଛି, ଏଇ ସମୟରେ ବଡିଟା ବହୁତ ବଢିଆ ହେଇଥାଏ। ଆଉ କେମିତି ପୁରା ବଡି ପକେଇବେ ମୁଁ ସେ ବିଷୟରେ ବି ଭିଡିଓଟି ଆଣିଛି, ଆପଣ ଦେଖିକି ଜାଣିପାରିବେ। ଦେଖନ୍ତୁ ପଛରେ ପୁଣି ମୁଁ ଆଉ ଟିକେ ଗୋଟି ଦେଲି। ଯାହା ଏକ୍ସଟ୍ରା ଚୋପା ଅଛି ସବୁତିକ ବାହାରିଯିବ। ଆରାମସେ ଆମର ବିରି ସଫା ହେଇଗଲା। ତାହେଲେ ରହିଲି। ଧନ୍ୟବାଦ। ଜୟ ଜଗନ୍ନାଥ।
ଜୟ ମା ଗାୟତ୍ରୀ ନମସ୍କାର। ଦେଖା ହବା ଗୋଟେ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଆପଣ ଅପେକ୍ଷା କରନ୍ତୁ। ଆପଣଙ୍କ ଭିଡ଼ିଓ କଣ କେମିତି ଲାଗିଲା ନିହାତି କମେଣ୍ଟରେ ଜଣେଇବେ। ଜଣେଇଲେ ମତେ ହିଁ ଖୁସି ଲାଗିବ। ଆପଣ ଉପକୃତ ହେଲେ ନା ନାହିଁ ମୁଁ ମଧ୍ୟ ଜାଣିପାରିବି, ଆପଣ ମଧ୍ୟ ଜାଣିପାରିବେ। ଦେଖନ୍ତୁ ଆପଣମାନେ ମୁଁ ତ ଧୀରେ ଏତିକି ହିଁ ଚୋପା ଛଡ଼େଇ ଦିଏ, କାହିଁକି ନା ମତେ ଗୋଟେ ଚୋପା ଥିଲେ ବହୁତ ଭଲ ଲାଗିଥାଏ। ଆପଣଙ୍କୁ ଯଦି ଆହୁରି ଚୋପା ଛଡ଼େଇବା ଦରକାର ତ ଛଡ଼େଇ ପାରିବେ। ରଖିଲି, ଧନ୍ୟବାଦ।